ସାଙ୍ଗମାନେ ଆଜି ଗୋଟେ ଗପ ଶୁଣିବା ଆଉ ସେହି ଗପରେ ଥିବା ଶିକ୍ଷାକୁ ଅଧ୍ୟୟନ କରିବା। ପଣ୍ଡିତପାଳ ନାମରେ ଗୋଟିଏ ଗାଁ ଥିଲା। ସେଠାରେ ପ୍ରାୟ 35ଟି ପରିବାର ରହୁଥିଲେ। ସେଠାରେ ଅପାଠୁଆ ଲୋକ ଅପେକ୍ଷା ପାଠୁଆ ଲୋକ ଅଧିକ ରହୁଥିଲେ। ସେଠିକାର ଲୋକ ପାଠ ପଢ଼ିବାକୁ ବହୁତ ଭଲ ପାଆନ୍ତି। ସେହି ଗାଁରେ ଗୋଟିଏ ମହାଋଷି ରହୁଥିଲେ। ସେ ଋଷିଙ୍କ ପାଖରେ ପ୍ରାୟ 10ରୁ 15 ଜଣ ଶିଷ୍ୟ ଅଧ୍ୟୟନ କରୁଥିଲେ। ସେହି ଶିଷ୍ୟମାନଙ୍କ ମଧ୍ୟରୁ ବିଦୁ, ମନ୍ତ୍ରୁ ଓ ଯନ୍ତ୍ରୁ ଅନ୍ୟତମ। ଗୁରୁଙ୍କର ସେହି 3 ଜଣଙ୍କ ଉପରେ ଅଧିକ ନଜର ଥାଏ। ଗୁରୁ ସେମାନଙ୍କୁ ଯାହା ସବୁ କହନ୍ତି ସେମାନେ ସେସବୁକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି। କେବେ ହେଲେ ତାଙ୍କ କଥାକୁ ଅମାନ୍ୟ କରନ୍ତି ନାହିଁ। ଏମିତି ଶିକ୍ଷା ଅର୍ଜନ କରୁ କରୁ ସେମାନଙ୍କର ଗୁରୁକୁଳରୁ ବିଦାୟ ନେବାର ସମୟ ଆସିଲା। ସେମାନେ ବହୁତ ଦୁଃଖ ପ୍ରକାଶ କରୁଥାନ୍ତି। କାହିଁକି ନା ଗୁରୁ ସେମାନଙ୍କୁ ସ୍ନେହ ଆଦର କରୁଥିଲେ। ଗୁରୁଙ୍କର ମଧ୍ୟ ଇଚ୍ଛା ନାହିଁ ସେମାନଙ୍କୁ ବିଦାୟ ଦେବା ପାଇଁ। ହେଲେ କ'ଣ କରିବେ? ବିଦ୍ୟା ଅର୍ଜନ କରିବାର ସମୟ ସରିଗଲା। ତେଣୁ ସେମାନଙ୍କ ଠାରୁ ଗୁରୁ ଦକ୍ଷିଣା ନ ନେଇ ଗୁରୁ ସେମାନଙ୍କୁ ବିଦାୟ ଦେଲେ। ସେହି 3 ଜଣ ଶିଷ୍ୟ ଗୁରୁଙ୍କୁ ପ୍ରଣାମ କରି ସେ ଆଶ୍ରମରୁ ବିଦାୟ ନେଲେ ଆଉ ଘରକୁ ଚାଲି ଆସିଲେ। ଆଶ୍ରମରୁ ଆସିବାର 1 ମାସ ପରେ ସେମାନେ ନିଜ ନିଜ ବିଦ୍ୟାକୁ ପୁଣି ଥରେ ପରଖିବା ପାଇଁ ବନକୁ ଗମନ କଲେ। ସେହି ଗାଁର ଜଣେ ଗରିବ ପରିବାରର ଛୋଟ ପିଲାଟିଏ ଥାଏ। ସେ ପାଠରେ ଦୁର୍ବଳ କିନ୍ତୁ ବହୁତ ଚାଲାକ ଓ ଚତୁର ଥିଲା। ସେ 3 ଜଣଙ୍କୁ ଦେଖି କହିଲା, ଭାଇ, ମୋତେ ବି ତୁମ ସାଥିରେ ନେଇଯାଅ। ସେ 3 ଜଣଙ୍କ ମଧ୍ୟରୁ ବିଦୁ କହିଲା, ତୁ କିଛି ବି ଜାଣିନୁ, ଆମ ସାଙ୍ଗରେ ଗଲେ କ'ଣ କରିବୁ? ଆମେ ତ ଆମର ଶିକ୍ଷା ଆଉ ମନ୍ତ୍ରକୁ ପରଖିବା ପାଇଁ ଯାଉଛୁ। ସେ ଛୋଟ ଛୁଆଟି କହିଲା, ସେଥିପାଇଁ ତ ମୁଁ ତୁମମାନଙ୍କ ସାଥିରେ ଯିବା ପାଇଁ ଚାହୁଁଛି। ତାପରେ ସେମାନେ କହିଲେ, ହଉ, ତୁ ଘରେ କହିଦେଇ ଆସିବୁ ମୁଁ ବିଦୁ, ମନ୍ତ୍ରୁ ଓ ଯନ୍ତ୍ରୁ ଭାଇଙ୍କ ସାଙ୍ଗରେ ଯାଉଛି ବୋଲି। ଯେତେବେଳେ ସେ ସାନ ଛୁଆଟି ଘରକୁ କହିବା ପାଇଁ ଗଲା ସେତେବେଳେ ସେମାନେ ଲୁଚିକରି ଆଉ ଗୋଟିଏ ବାଟରେ ଗଲେ। ସେମାନେ ଭାବିଲେ ସେ ଆମକୁ ଦେଖିପାରିବ ନାହିଁ। କିନ୍ତୁ ସେ 3 ଜଣ ଜାଣନ୍ତି ନାହିଁ କି ସେ ସମସ୍ତ ବାଟ ତାର ଚଲାବୁଲା କରିବାର ବାଟ। ତାକୁ କୌଣସି ବାଟ ଅଜଣା ନୁହେଁ। ସେମାନେ ଯେତେବେଳେ ଅନ୍ୟ ଏକ ବାଟରେ ଲୁଚିକରି ଚୁପ୍ ଚୁପ୍ ଯାଉଥିଲେ ସେତିକି ବେଳେ ସେହି ପିଲାଟି ତାଙ୍କ ଆଗରେ ଆସି ହାଜର। ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ସେ ପିଲାକୁ ପଚାରିଲେ, ତୁ କେମିତି ଜାଣିଲୁ ଯେ ଆମେ ଏହି ବାଟରେ ଯାଉଛୁ ବୋଲି? ସେ ପିଲାଟି ତାଙ୍କ ମୁହଁକୁ ଅନାଇ କହିଲା, ଏସବୁ ବାଟ ମୋତେ ଅଜଣା ନୁହେଁ। ତୁମେ ଜ୍ଞାନରେ ପାରଙ୍ଗମ ଆଉ ମୁଁ ବୁଦ୍ଧିରେ ଚାଲାକ ଏବଂ ଚତୁର। ପୁଣି ସେମାନେ ତାକୁ ଅଟକାଇବା ପାଇଁ କହିଲେ, ତୋତେ ଆମର କିଛି ସର୍ତ୍ତ ମାନିବାକୁ ପଡ଼ିବ। ପିଲାଟି କହିଲା, କେଉଁ ସର୍ତ୍ତ? ମନ୍ତ୍ରୁ କହିଲା, ଆମର ଆବଶ୍ୟକୀୟ ଜିନିଷପତ୍ର ତୁ ବୋହିବୁ ଆଉ ଆମ ଆଗରେ ଚାଲାକ ଦେଖାଇ ହେବୁ ନାହିଁ। ପିଲାଟି କହିଲା, ହଉ, ମୁଁ ତୁମ କଥାରେ ରାଜି। ତାହାପରେ ସେମାନେ ତାଙ୍କର ଜିନିଷପତ୍ର ତାକୁ ଦେଇଦେଲେ ଆଉ ବଣକୁ ଗମନ କଲେ। ସେମାନେ ଗୋଟିଏ ବଡ଼ ବନ ଭିତରକୁ ଗମନ କଲେ। ବନରେ ସେମାନେ ପହଞ୍ଚିଲେ ଆଉ ନିଜ ନିଜର ବିଦ୍ୟାକୁ ପ୍ରୟୋଗ କରିବାରେ ଲାଗିଲେ। ସମସ୍ତେ ତାଙ୍କର ପରୀକ୍ଷା କରିବା କାମ ଚଳାଇଥାନ୍ତି। ତାଙ୍କ ସାଙ୍ଗରେ ଯାଇଥିବା ଛୋଟ ପିଲାଟି ସେମାନଙ୍କର ସମସ୍ତ କାର୍ଯ୍ୟକୁ ନିରୀକ୍ଷଣ କରୁଥାଏ ଆଉ ତାର ମଜା ନେଉଥାଏ। ତାକୁ ସେଗୁଡ଼ିକୁ ଦେଖି ବହୁତ ଖୁସି ହେଉଥାଏ କିନ୍ତୁ ମନରେ ତାକୁ ଭୟ ଲାଗୁଥାଏ। ଏମିତି ତାଙ୍କର କାମ ଚଳାଇଥାନ୍ତି। ସେମାନଙ୍କ ମଧ୍ୟରୁ ବିଦୁ କିଛି ଦୂରରେ ହାଡ଼ ଗଦା ହୋଇଥିବାର ସେ ଦେଖିଲା। ତାପରେ ସେ ଯନ୍ତ୍ରୁ ଆଉ ମନ୍ତ୍ରୁକୁ ଡାକିଲା, ହେ ଯନ୍ତ୍ରୁ ଆଉ ମନ୍ତ୍ରୁ, ଏଠାକୁ ଆସ। ଏଠାରେ କିଛି ବିଚିତ୍ର ହାଡ଼ ଦେଖିବାକୁ ମିଳିଛି। ଆସ ଆମେ ସେଗୁଡ଼ିକ କେଉଁ ଜନ୍ତୁର ହାଡ଼ ପରୀକ୍ଷା କରି ଜାଣିବା। ଏକଥା ଶୁଣି ସେ ଦୁହେଁ ଦୌଡ଼ି ଆସିଲେ। କିଛି ସମୟ ନିରୀକ୍ଷଣ କରିବା ପରେ ସେମାନେ ତାଙ୍କର ପରୀକ୍ଷା ଆରମ୍ଭ କରିଦେଲେ। ତାହାପରେ ସେମାନେ ନିଜ ନିଜର ବିଦ୍ୟାକୁ ପ୍ରୟୋଗ କରିବାକୁ ଯାଉଥିଲେ। ସାନ ପିଲାଟି କହିଲା, ଆରେ ଭାଇମାନେ, ଏହା ଏକ ମହାବଳ ବାଘର ହାଡ଼। ସେମାନେ ତାକୁ ଚୁପ୍ ହେବା ପାଇଁ କହିଲେ। ପିଲାଟି କହିଲା, ରହ ମ, ମୁଁ ଟିକିଏ ଦୂରକୁ ଯାଏ, ତାହାପରେ ତୁମେ ତୁମର ପରୀକ୍ଷା ଚଳାଇବ। ଏହା କହି ସେ ଦୂରକୁ ଚାଲିଗଲା ଆଉ କହିଲା, କାମ ଆରମ୍ଭ କରନ୍ତୁ। ସେମାନେ ତାଙ୍କର ଆଖି ବନ୍ଦ କଲେ ଆଉ ମନ୍ତ୍ର ପଢ଼ିବା ଆରମ୍ଭ କରିଦେଲେ। ମନ୍ତ୍ରୁ ମନ୍ତ୍ର କଲା ଆଉ ସେହି ହାଡ଼ଗୁଡ଼ିକୁ ତା ମନ୍ତ୍ର ସାହାଯ୍ୟରେ ସବୁତକ ହାଡ଼କୁ ଏକାଥରକେ ଜଏଣ୍ଟ କରିଦେଲା। ଏବେ ତାହା ଏକ ବାଘ ପରି ଦିଶିଲା।
ତାପରେ ଯନ୍ତ୍ର କରି ସେହି ହାଡ଼ ଗୁଡ଼ିକରେ ରକ୍ତ, ମାଂସ ଏବଂ ଚର୍ମରେ ଭରିଦେଲା। ଏହାପରେ ସତକୁ ସତ ବାଘ ହୋଇଗଲା। ଏତିକି ବେଳେ ବିଦୁ ତାର ବିଦ୍ୟା ବଳରେ ତାକୁ ଜୀବନ ଦେବାକୁ ଯାଉଥିଲା। ସେହି ସମୟରେ ପିଲାଟି କହିଲା, ଆରେ ଭାଇମାନେ, ତୁମେମାନେ କ'ଣ ପାଗଳ ହୋଇଯାଇଛ କି? ଆରେ ତାକୁ ଯଦି ଜୀବନ ଦେଇଦେବ ତାହେଲେ ସେ ଆମମାନଙ୍କୁ କଞ୍ଚା ଖାଇଦେବ। ଆମ୍ଭେମାନେ ଜିଅନ୍ତା ଘରକୁ ଫେରି ପାରିବା ନାହିଁ। ଏକଥା ଶୁଣି ସେମାନେ କହିଲେ, ନା ନା, କିଛି ହେବ ନାହିଁ। ତାକୁ ଯଦି ଜୀବନ ଦେଇଦେବା ତେବେ ସେ ନୂଆ ଜୀବନ ପାଇ ବହୁତ ଖୁସି ହୋଇଯିବ। ସେ ଆମମାନଙ୍କୁ ମାରିବ କାହିଁକି? ତାପରେ ପିଲାଟି କହିଲା, ମୁଁ ଗଛକୁ ଚଢ଼ି ସାରିବା ପରେ ତୁମେମାନେ ତାକୁ ଜୀବନ ଦେବ। ଏତକ କହି ସାରିବା କ୍ଷଣି ସେ ସଙ୍ଗେ ସଙ୍ଗେ ଦୂରରେ ଥିବା ଏକ ବଡ଼ ଗଛ ଉପରକୁ ଚଢ଼ିଗଲା। ତାହାପରେ ବିଦୁ ବିଦ୍ୟା ବଳରେ ସେ ଜନ୍ତୁକୁ ଜୀବନ ଦାନ କରିଦେଲା। ଜନ୍ତୁଟି ସଙ୍ଗେ ସଙ୍ଗେ ଜୀବନ ପାଇ ସେ ଚାରିଆଡ଼କୁ ଅନାଇ ଦେଖିଲା, ଆଉ ସେ ନୂଆ ଜୀବନ ପାଇ ବହୁତ ଖୁସି ହୋଇଗଲା। ବାଘଟି ବହୁତ ଦିନରୁ ଭୋକିଲା ଥିଲା, ତେଣୁ ସେମାନଙ୍କୁ ଖାଇବାକୁ ଗୋଡ଼େଇଲା। ବିଦୁ ଜୀବନ ଦେବାର ମନ୍ତ୍ର ସିନା ପାଇଥିଲା, କିନ୍ତୁ ମନ୍ତ୍ରକୁ ଫେରାଇ ନେବାର ମନ୍ତ୍ର ପାଇନଥିଲା। ତେଣୁ ସେମାନେ ବାଘର ଶିକାର ହୋଇଗଲେ। ବାଘଟି ସେମାନଙ୍କୁ ମାରିକି ଖାଇଦେଲା। ଏହି ସବୁ ଦୃଶ୍ୟ ସେ ପିଲାଟି ଦେଖୁଥାଏ। ସେ ଭାବିଲା, ମୋ କଥା ମାନିଥିଲେ ସେମାନେ ବଞ୍ଚିକରି ରହିଥାନ୍ତେ। ବାଘଟି ତାର ଭୋକ ମେଟାଇ ସାରି ଆନନ୍ଦରେ ବଣ ଭିତରକୁ ଚାଲିଗଲା। କିଛି ସମୟ ପରେ ପିଲାଟି ଗଛରୁ ଓହ୍ଲାଇ ଆସିଲା, ଆଉ ମନ ଦୁଃଖରେ ଘରକୁ ଫେରିଗଲା। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍, ସେୟାର ଏବଂ କମେଣ୍ଟ କରିବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ର ଦବାଇ ରଖିବେ, ଯାହାଫଳରେ ମୋର ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିଯିବ। ରହିଲି, ପୁଣି ଦେଖା ହେବା ଆଉ ଗୋଟିଏ ନୂଆ ଭିଡ଼ିଓରେ। ଧନ୍ୟବାଦ।